ଅଜଣା ଗାଡ଼ି ଧକ୍କାରେ ପରିବା ବିକାଳୀଙ୍କ ମୃତ୍ୟୁ। ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ ଯାଜପୁର ପୁରୁଣି ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ପରିବା ବିକାଳୀଙ୍କ ମୃତ୍ୟୁ ଘଟିଥିବାର ଜଣାପଡ଼ିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଗ୍ରାମର ବାୟା ସଇଁସା। ସୂଚନା ମୁତାବକ ବାୟା ସଇଁସା ପୁରୁଣି ଗ୍ରାମ ଛକ ରାସ୍ତା ନିକଟରେ ଥିବା ପୀତାମ୍ବର ପ୍ରଧାନଙ୍କ ଜମି ସମ୍ମୁଖରେ ପରିବା ବିକ୍ରି କରୁଥିଲେ। ମଧ୍ୟାହ୍ନ ପ୍ରାୟ 12:30 ଘଣ୍ଟା ସମୟରେ ପାରଳାଖେମୁଣ୍ଡି ପାର୍ଶ୍ୱରୁ ଆସୁଥିବା ଏକ ଅଜଣା ଗାଡ଼ି ଦ୍ରୁତ ଗତିରେ ଆସି ବାୟା ସଇଁସାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଚାଲିଯାଇଥିଲା। ସେଠାରେ ବାୟା ସଇଁସା ରକ୍ତାକ୍ତ ଅବସ୍ଥାରେ ପଡ଼ିଯାଇଥିଲେ। ଏହା ଦେଖି ସେଠାରେ ଥିବା ଅନ୍ୟ ପରିବା ବିକାଳୀମାନେ ତାଙ୍କ ପୁଅ ନବୀନା ସଇଁସାଙ୍କୁ ଖବର ଦେଇଥିଲେ। ନବୀନା ଦୁର୍ଘଟଣାସ୍ଥଳରେ ପହଞ୍ଚି ତାଙ୍କ ବାପାଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଅପରାହ୍ନ ପ୍ରାୟ 3:40 ଡାକ୍ତର ଅଧିକା ଚିକିତ୍ସା ନିମନ୍ତେ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟକୁ ଏକ ସରକାରୀ ଆମ୍ବୁଲାନ୍ସରେ ପଠାଇଥିଲେ। ବ୍ରହ୍ମପୁର ଯାଉଥିବା ବେଳେ କାରବନ୍ଦା ନିକଟରେ ବାୟା ସଇଁସାଙ୍କ ମୃତ୍ୟୁ ହୋଇଥିଲା। ପୁଣି ସେଠାରୁ ତାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଏନେ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପାରଳାଖେମୁଣ୍ଡି ଆଦର୍ଶ ଥାନା କେସ୍ ନମ୍ବର 99/25 ଭାରତୀୟ ନ୍ୟାୟ ସଂହିତାର 106(2) କ୍ଲୋଜରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାର ତଦନ୍ତ ଏସ୍ଆଇ ପ୍ରିୟବ୍ରତ ସ୍ୱାଇଁ କରୁଥିବାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଛନ୍ତି।